ମୁଁ ଶ୍ରୀମତୀ ରଚିତାରାଣୀ ସାହୁ ଏଇ ବାମ୍ପାର ଶ୍ରୀ ଶିରିଡ଼ି ସାଇ ମନ୍ଦିରର ଭାଗବତ ଟୁଙ୍ଗୀର ଜଣେ ସଦସ୍ୟ। ଆଜିର ପାଦୁକା ଦର୍ଶନ ଏଇଟା ତ ଆମ ପାଇଁ ଅତ୍ୟନ୍ତ ସୌଭାଗ୍ୟର ବିଷୟ। କେବଳ ଆମ ପାଇଁ ନାହିଁ, ଆମେ ଭାବୁଛୁ କି ସମଗ୍ର କେନ୍ଦୁଝରବାସୀଙ୍କ ପାଇଁ ଆଜି ଗୋଟେ ସୌଭାଗ୍ୟର ଦିନ, ଯୋଉଟା କି ବାବା ଯୋଉ ପାଦୁକା ସ୍ୱୟଂ ପିନ୍ଧୁଥିଲେ ପରିଧାନ କରୁଥିଲେ ସେଇ ପାଦୁକାକୁ ଆମେ ଆମ ଗହଣରେ ପାଇନୁ ଯେ ଆମକୁ ଲାଗୁଛି ଯେମିତି ବାବା ଆମ ଗହଣରେ ଅଛନ୍ତି। ବହୁତ ଖୁସି ଆମେ। ମୁଁ ସବୁ କେନ୍ଦୁଝରବାସୀଙ୍କୁ ନିବେଦନ କରିବି ଏ ସୁଯୋଗର କେହି ହାତଛଡ଼ା କରନ୍ତୁ ନାହିଁ। ଆମେ ଶିରିଡ଼ି ଯାଇପାରୁନେ ସତ, ଶିରିଡ଼ିରୁ ବାବା ସ୍ୱୟଂ ଆସିଛନ୍ତି ତାଙ୍କ ପାଦୁକା ମାଧ୍ୟମରେ। ଯୋଉ ବାବା ପିନ୍ଧିଥିଲେ ପାଦୁକା ସେଇଥିରେ ତାଙ୍କ ଚରଣ ଧୂଳି ଲାଗି ରହିଛି, ଯାହା ଆମେ ମୁଣ୍ଡରେ ମାରି ଆମେ ଦର୍ଶନ କରି ଆମେ ଧନ୍ୟ ହେଇପାରିବୁ। ଆଜି ଆମେ ମାନେ ଭାବୁଛୁ 2 ଦିନ ଭିତରେ ପ୍ରାୟ 20-25 ହଜାର ଭକ୍ତ ସମାଗମ ହେବେ। ସବୁ ମାନେ ସମସ୍ତେ ଅତ୍ୟନ୍ତ ଉତ୍କଣ୍ଠାର ସହିତ ଆକାঙ্ক্ষিତ ଭାବରେ ମାନେ এই ସୁଯୋଗକୁ ଅପେକ୍ଷା କରିଥିଲେ। ସମସ୍ତେ ଆସି ଦର୍ଶନ କରିବେ, ସମସ୍ତେ ଖୁସି ହେବେ, ସମସ୍ତେ ଧନ୍ୟ ହେବେ। ସମସ୍ତଙ୍କର ବାବା ମଙ୍ଗଳ କରନ୍ତୁ, ସମସ୍ତଙ୍କର ବାବା ରକ୍ଷା କରନ୍ତୁ। ଓମ୍ ସାଇରାମ।